କଇଁଚିରେ ମାରିଥିବା ଅଭିଯୁକ୍ତକୁ ଗିରଫ କଲା ପୋଲିସ। ବଲାଙ୍ଗୀର ଜିଲ୍ଲାରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସି ପହଞ୍ଚିଛି। ଘସିଆନ ଗାଁରେ ଟେଲର କଇଁଚିରେ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର। ଘଟଣାରେ ଫେରାର ଅଭିଯୁକ୍ତ ହତ୍ୟାକାରୀ ପଞ୍ଚି ମାଝିକୁ ଗିରଫ କରିଛି ଲରମ୍ଭା ପୋଲିସ। ବିଶ୍ୱ ସୂତ୍ରରୁ ଖବର ମିଳିଛି, ଅଭିଯୁକ୍ତ ପଞ୍ଚି ମାଝିକୁ ବରଗଡ଼ ଜିଲ୍ଲା ବୁଡେନ ଜଙ୍ଗଲରୁ ଗିରଫ କରିଥିବା ଯାହା ଖବର ଆସିଛି। ପାଟଣାଗଡ଼ ଏସଡିପିଓ ସଦାନନ୍ଦ ପୂଜାରୀ, ଲରମ୍ଭା ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ ଓ ବେଲପଡ଼ା ଥାନା ଅଧିକାରୀ ଅନନ୍ତ ପ୍ରଧାନଙ୍କ ମିଳିତ ଉଦ୍ୟମରେ ଅଭିଯୁକ୍ତକୁ ଧରିଥିବା ସୂଚନା ମିଳିଛି। ଘସିଆନ ରିପୋର୍ଟ ଆଧାରରେ ଗୋଟେ କେସ୍ ଲରମ୍ବାରେ ହେଇଛି, ମର୍ଡର କେସ୍ 167/2004 ଅଣ୍ଡର ସେକ୍ସନ 296 10/3 ଆଉ 109 BNS /32 V SC/ST PA ଆକ୍ଟରେ। ସେଥିରେ ଦୁଇ ଜଣ ଥିଲେ, ଅଜୁ ତାଣ୍ଡି ଯିଏ ଏକ୍ସପାୟାର୍ଡ କରିଛନ୍ ଆଉ ଉଜ୍ଜଲ ତାଣ୍ଡି ଯିଏ ରେଫର୍ଡ ହେଇଛନ୍ ବଲାଙ୍ଗୀର ଟ୍ରିଟମେଣ୍ଟ ହେଇଛନ୍। ତାଙ୍କୁ ଏକ୍ୟୁଜ୍ର ନାଁ ହେଉଛି ପଦ୍ମ ଏଲିଆସ ପଞ୍ଚି ଏଲିଆସ ଦୁର୍ଯ୍ୟୋଧନ ମାଝୀ, ଯିଏ ତାଙ୍କର ସାଙ୍ଗରେ 30 ତାରିଖରେ ସନ୍ଧ୍ୟାରେ ଗୋଟେ ମହିମା ଟେଲର ଅଛି ଘସିଆନରେ, ସେ ସାମ୍ନାରେ ତାଙ୍କର ଭିତରେ ଗୋଟେ ବାଗପତନଟା ହେଲା। ଗୋଟେ ଆଗରୁ 5-6 ଦିନ ଆଗରୁ ତାଙ୍କର ସ୍କୁଲକେ ଯିବାର ନେଇକିରି ଗୋଟେ ଏନ୍ତା ହେଇଥିଲା, ସେ ସଂକ୍ରାନ୍ତରେ ସେମାନେ ଗୋଟେ ବଚସା ହେଲା ତାଙ୍କର ଭିତରେ। ଆଉ ରାଗି ଯାଇକିରି ଦୁର୍ଯ୍ୟୋଧନ ତାଣ୍ଡି ମହିମା ଟେଲର ଗୋଟେ ହେନୁ କଇଁଚିଟା ଆଣିକିରି ପ୍ରଥମେ ଉଜ୍ଜଲ ତାଣ୍ଡିକୁ ତାଙ୍କ ମୁଣ୍ଡରେ ଭୁଷିଥିଲେ। ଆଉ ସେଟାକୁ ଛଡ଼ାବାର ଲାଗି ଯାଇକିରି ଅଜୁ ତାଣ୍ଡି ଯେତେବେଳେ ଛଡ଼ାଲେ, ସେ ଉତ୍କ୍ଷିପ୍ତ ହେଇକିରି ଦୁର୍ଯ୍ୟୋଧନ ମାଝୀ ତାଙ୍କୁ ତାଙ୍କର ଛାତିରେ ଭୁଷି ଦେବାର ଦ୍ୱାରା ପ୍ରଫ୍ୟୁଜ୍ ବ୍ଲିଡ଼ିଂ ହେଇଥିଲା। ଆଉ ସେ ଡାକ୍ତରଖାନାକୁ ନେଲା ପରେ ତାଙ୍କୁ ମୃତ ଘୋଷଣା କରାଗଲା। ଆଉ ଆମେ ତାଙ୍କୁ ଆରେଷ୍ଟ କରୁଛୁ, ଆଜି ତାଙ୍କୁ ଖୋଜିକି ଦହିଦାରୁ ଆରେଷ୍ଟ କରାହେଇଛି। ଆଉ ତାଙ୍କର ଯେଉଁ ମାରିଥିଲେ, ଯେଉଁ ଓପନ ସିଜରଟା ଜପ୍ତି ହେଇଛି। ଆଜି ସେ କୋର୍ଟ କରାଗଲା। ସେଇଟା ପରେ 5-6 ଦିନ ଆଗରୁ ଏମିତି ବେସିକ୍ ରିଜନ୍ ମାନେ ଦୁଇ ଜଣ ହାଇସ୍କୁଲକୁ ଯାଇକିରି ଛୁଆମାନଙ୍କ ଉପରେ ସେମାନେ କାହିଁ ଝଗଡ଼ାଝାଟି କରୁଛି ବୋଲି କହିଥିଲା। ଇଏ ଏକ୍ୟୁଜ୍ ଏମାନେ କାରଣ ହାଇସ୍କୁଲକୁ ଯାଉଥିଲେ, ବଟ୍ ସେଥିରେ ସେ କହିଲା ତୁଇ କାହିଁ ମନା କରୁଛୁ, ଆମେ ହାଇସ୍କୁଲକୁ ଗଲେ ବୋଲି। ଏତେ ବେଶୀ କିଛି ହେମିତି ହେଇ କାରଣ ଲାଗି ଝଗଡ଼ା ହେଇଛି। ହଁ, ସାମାନ୍ୟ ବଚସାରୁ ରାଗି ଯାଇକିରି ଏନ୍ତା କରିଛି। ବଲାଙ୍ଗୀରରୁ ଅଞ୍ଜୁ ପୃଷ୍ଟିଙ୍କ ରିପୋର୍ଟ, ବିଶ୍ୱ ବିଜୟ ନ୍ୟୁଜ୍ ଓଡ଼ିଶା।